ନିଜର ସମ୍ମାନ ହରେଇବାର ମୁଖ୍ୟ କାରଣ କ'ଣ ଆସନ୍ତୁ ଜାଣିବା। କାହା ଘରକୁ ବାରମ୍ବାର ଯିବା ଆସିବା କଲେ ପ୍ରଥମରୁ ମିଳୁଥିବା ସ୍ନେହ ଓ ସମ୍ମାନ ଧୀରେ ଧୀରେ ହ୍ରାସ ପାଇଥାଏ। ସମ୍ପର୍କୀୟଙ୍କ ଘରେ ବେଶୀ ଦିନ ରହିବା ନିଜ ସମ୍ମାନକୁ କମେଇ ଦିଏ। ଆବଶ୍ୟକତା ଠାରୁ ଅଧିକ କଥାବାର୍ତ୍ତା କରୁଥିବା ଲୋକଙ୍କୁ ସାଧାରଣତଃ କେହି ଗୁରୁତ୍ୱ ଓ ସମ୍ମାନ ଦେଇନଥାନ୍ତି। ଉପରେ ପଡ଼ି ଅନ୍ୟକୁ ଉପଦେଶ ଦେବା ଅଭ୍ୟାସରୁ ମଧ୍ୟ ସମ୍ମାନ କମିଯାଏ। ନିଶାଦ୍ରବ୍ୟ ସେବନ କରୁଥିବା ଲୋକଙ୍କୁ ସମାଜରେ ଭଲ ଦୃଷ୍ଟିରେ ଦେଖାଯାଏ ନାହିଁ, ତେଣୁ ସମ୍ମାନ ମଧ୍ୟ ମିଳେ ନାହିଁ। ଖରାପ ସଙ୍ଗତରେ ରହିବା ଦ୍ୱାରା ନିଜର ଛବି ଓ ସମ୍ମାନ ଦୁଇଟି ଯାକ କ୍ଷତିଗ୍ରସ୍ତ ହୋଇଯାଏ। ସମ୍ମାନ ମାଗିଲେ ମିଳେ ନାହିଁ। କାମ ଏମିତି କରିବା ଉଚିତ ଯାହା ଦେଖି ଲୋକମାନେ ସ୍ୱୟଂ ହୃଦୟରୁ ଆପଣଙ୍କୁ ସମ୍ମାନ ଦେବେ। ସ୍ୱାମୀ ପାଇଁ ସ୍ତ୍ରୀ ଠାରୁ ବଡ଼ ଏବଂ ସ୍ତ୍ରୀ ପାଇଁ ସ୍ୱାମୀ ଠାରୁ ବଡ଼ ମିତ୍ର ବା ବନ୍ଧୁ ଏ ଦୁନିଆରେ କେହି ହେବେ ନାହିଁ। ଯଦି ଉଭୟ ନିଜ ଭିତରେ ବୁଝାମଣା ଠିକ୍ ରଖି ଜୀବନର ପ୍ରତ୍ୟେକ ନିଷ୍ପତ୍ତି ମିଶିକରି ନେବେ, ତେବେ ସାରା ଜୀବନଟା ସୁଖ ଶାନ୍ତିରେ କଟିଯିବ। ଆଉ ଯେଉଁ ଘରେ ପୁରୁଷ ସର୍ବଦା ନାରୀଙ୍କୁ ନିର୍ଯାତନା ଦିଏ, ସେ ଘର ବିନାଶ ଆଡ଼କୁ ଚାଲିଯାଏ। ସାଙ୍ଗମାନେ, ପ୍ରେମରେ ଧୋକା ଖାଇଥିବା ପୁଅ ଝିଅମାନଙ୍କ ପାଇଁ ପଦେ। ଯେଉଁମାନେ ପ୍ରେମରେ ଧୋକା ଖାଇଛ, ଏଥିପାଇଁ କେବେ ବି ବିଚଳିତ ହୁଅନ୍ତୁ ନାହିଁ କି ଅତ୍ୟନ୍ତ ଦୁଃଖିତ ବି ହୁଅନ୍ତୁ ନାହିଁ। ଗୋଟିଏ କଥା ସବୁବେଳେ ମନେ ରଖନ୍ତୁ, ସୁନାକୁ ଯେମିତି ଗୁଣିଆ ନୁହେଁ ବଣିଆ ଚିହ୍ନିପାରେ, ଠିକ୍ ସେମିତି ଆପଣଙ୍କ ଜୀବନରେ ବି ଜଣେ କିଏ ଆସିବ ଆଉ ଆପଣଙ୍କୁ ଚିହ୍ନି ପାରିବ। ଆପଣଙ୍କୁ ତା ଜୀବନଠାରୁ ସିଏ ଅଧିକା ଭଲ ପାଇବ ଆଉ ଆପଣଙ୍କ ହାତ ଧରି ଆପଣଙ୍କୁ ସବୁଦିନ ପାଇଁ ସିଏ ନିଜର କରିନେବ। ଖାଲି ବାସ୍ ଆପଣ ଟିକେ ସମୟକୁ ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ। କ'ଣ ସାଙ୍ଗମାନେ, ଠିକ୍ ତ? କଥା ମୋର, ବିଚାର ଆପଣମାନଙ୍କର। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ଆଉ ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା ନିଜର ମୂଲ୍ୟବାନ ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ। ସାଙ୍ଗମାନେ, ଆମେ ଅନେକ ସମୟରେ କଥାରେ କହିଥାନ୍ତି ଯେ ନାରୀକୁ କେବେ ବୟସ ପଚାରିବନି ଆଉ ପୁରୁଷକୁ କେବେ ତା ରୋଜଗାର ବିଷୟରେ ପଚାରିବ ନାହିଁ। କିନ୍ତୁ ଏହାର କାରଣ କ'ଣ ଆପଣ ଜାଣିଛନ୍ତି? କାହିଁକି ଗୋଟିଏ ନାରୀକୁ ବୟସ ପଚାରିବନି ଆଉ ପୁରୁଷକୁ ତା ରୋଜଗାର ବିଷୟରେ ପଚାରିବନି ଜାଣିଛନ୍ତି କି? ଏହାର ଉତ୍ତର ହେଉଛି, ଗୋଟିଏ ନାରୀ ତା ନିଜ ପାଇଁ କେବେ ବଞ୍ଚିନଥାଏ ଆଉ ଗୋଟିଏ ପୁରୁଷ ତା ନିଜ ପାଇଁ କେବେ ବି ରୋଜଗାର କରିନଥାଏ। ତେଣୁ ନାରୀକୁ ବୟସ ଆଉ ପୁରୁଷକୁ ରୋଜଗାର କଥା କେବେ ବି ପଚରାଯାଏନି। କ'ଣ ସାଙ୍ଗମାନେ, ଠିକ୍ ତ? ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ଆଉ ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ।